ଓ ଆଜି ପୁନଶ୍ଚ ହିନ୍ଦୁ ଧର୍ମ ସମ୍ବନ୍ଧରେ ଆପ୍ତବାଣୀ କିଛି ବକ୍ତବ୍ୟରେ ପ୍ରକାଶ କରିବା ପାଇଁ ମୁଁ ଚାହୁଁଛି। ପ୍ରାଚୀନ ଇତିହାସ କହେ ହିନ୍ଦୁ ହିଁ ସର୍ବପ୍ରାଚୀନ ଧର୍ମ ଏବଂ ମାନବ ସଭ୍ୟତାର ଅଭ୍ୟୁଦୟ ଏହି ହିନ୍ଦୁ ଧର୍ମରେ ହିଁ ପୃଥିବୀ ସର୍ବପ୍ରଥମେ ଲାଭ ହୋଇଛି। ସୌଭାଗ୍ୟର ବିଷୟ, ଆମେ ଏଭଳି ଏକ ଦେଶରେ ଜନ୍ମଗ୍ରହଣ କରିଛୁ ଯେଉଁ ଦେଶର ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ହିନ୍ଦୁତ୍ୱର ରକ୍ତକଣିକା ପ୍ରବାହିତ। ନିଜ ମଧ୍ୟରେ ରକ୍ତ ମଧ୍ୟରେ ଆମର ହିନ୍ଦୁ ଧର୍ମର ମୁନି ଋଷିମାନେ ବିଦ୍ୟମାନ। ଆମର ପ୍ରତ୍ୟେକ ହିନ୍ଦୁ ରକ୍ତ ମଧ୍ୟରେ ଜୈମିନୀ ଭଳି, କଣଦ ଭଳି, ଗୌତମ ଭଳି, ବ୍ୟାସ ଭଳି, କପିଳ ଭଳି, ପତଞ୍ଜଳି ଭଳି, ଅଥର୍ବ ଭଳି, ଭୃଗୁ ଭଳି ମହର୍ଷିମାନେ ବିଦ୍ୟମାନ। ଆମେ ଅତ୍ୟନ୍ତ ଗୌରବଶାଳୀ, କାହିଁକି ନା ଆମେ ହିନ୍ଦୁ ଧର୍ମରେ ଜନ୍ମ ହୋଇଛୁ। ହିନ୍ଦୁ ଧର୍ମର ଇତିହାସ ଯଦିଓ ଆମେ ଭୁଲି ଯାଇଛୁ, ତଥାପି ଆମ ମଧ୍ୟରେ ହିନ୍ଦୁ ଧର୍ମର ରକ୍ତ ପ୍ରବାହିତ। ଆମେ ବର୍ତ୍ତମାନ ହିନ୍ଦୁ ଧର୍ମ ବୋଲି ସଚେତନ ହେଲେ ପୁନଶ୍ଚ ସେହି ମହର୍ଷିମାନେ ଏ ସଂସାରକୁ ଆସିଯିବେ ଏବଂ ଜଗତର କଲ୍ୟାଣ ପାଇଁ ଆମକୁ ବିଜ୍ଞାନ ସମ୍ମତ ଶିକ୍ଷା ପ୍ରଣାଳୀ ପ୍ରଦାନ କରିବେ। ବର୍ତ୍ତମାନ ଦେଖ, କିଛି ବର୍ଷ ତଳରେ ଆମେ ଧର୍ମ ରାଜ୍ୟକୁ ଆମ ହିନ୍ଦୁ ଧର୍ମର ଅବସ୍ଥାକୁ ଯଦି ଦେଖିବା, ଛି କିଏ ନ କହିବ। କେବଳ ପ୍ରବଚକ ସମ୍ଭକ ଆଉ କେଲେଙ୍କରୀ ବାବା ଆମଙ୍କର ଭିଡ଼। ଶିକ୍ଷା ସାଧନ ଭାବରୁ ମଣିଷ ମାଛି ବୋଲିଆ, ପିମ୍ପୁଡ଼ି ବୋଲିଆ ତାଙ୍କର ପଛରେ ଦୌଡ଼େ, ତାର ହୀନସ୍ତା ହୁଏ। କେଲେଙ୍କରୀ ବାବାମାନଙ୍କର ନାମ ଆଉ ସେଇ କପିଳ ଋଷି ବାହାରୁ ନାହାନ୍ତି କି, ଜୈମିନୀ ଋଷି ବାହାରୁ ନାହାନ୍ତି କି, କଣଦ ନାହାନ୍ତି କି, ଭୃଗୁ ନାହାନ୍ତି କି, ଅଥର୍ବ ନାହାନ୍ତି କି, ଅଙ୍ଗିରସ ନାହାନ୍ତି। ଏବେ ବାହାରୁଛନ୍ତି କେଲେଙ୍କାରୀ। ମଣିଷର ଭବିଷ୍ୟତ ଦେଖୁଛନ୍ତି, ପାର୍ଚା ତିଆରି କରି ତାର ଭବିଷ୍ୟତ କଥା କହୁଛନ୍ତି, ନଚଉଛନ୍ତି, ବିଭୂତି ମକଉଛନ୍ତି ଏବଂ ଅଲୌକିକ ହୁଣ୍ଡର ଦେଖାଇ ଲୋକଙ୍କୁ ସମ୍ବୋଧ କରୁଛନ୍ତି। ଛି ଘୃଣ୍ୟ ହିନ୍ଦୁ ଧର୍ମ ଆଜି ହୋଇଯାଇଛି, ଅତ୍ୟନ୍ତ ଘୃଣ୍ୟ। ଲୋକେ ଧର୍ମ ନାଁରେ ଯାହା କରୁଛନ୍ତି ତାହା କେତେ ଅବୈଜ୍ଞାନିକ, କେତେ ହୀନ ଏବଂ କେତେ ଅକଲ୍ୟାଣକାରୀ ଏବଂ ଅନିଷ୍ଟକାରୀ, ତାହାର ହିସାବ ନାହିଁ। ଆଜି ଆଉ ହିନ୍ଦୁ ଧର୍ମ ଯେତେବେଳେ ନିଜର ପ୍ରାଚୀନ ମୁନି ଋଷିଙ୍କର ପ୍ରଦତ୍ତ ଶୁଦ୍ଧ ବିଜ୍ଞାନ, ଆଧ୍ୟାତ୍ମିକ ବିଜ୍ଞାନ ତତ୍ତ୍ୱକୁ ଭୁଲି ଯାଇଛି। ମହର୍ଷି ପତଞ୍ଜଳିଙ୍କର ଦତ୍ତ ବିଜ୍ଞାନ ସମ୍ମତ ସୂତ୍ର ଗୁଡ଼ିକ ମଧ୍ୟରୁ ଗୋଟିଏ ସୂତ୍ରର ରହସ୍ୟ ମଧ୍ୟତା କାହାକୁ ଜଣା ନାହିଁ। ସେମାନେ ମୂର୍ଖ, ଅପଣ୍ଡିତ, ଅଜ୍ଞାନୀ, ଦୁଷ୍ଟ। ଏଭଳି ଦୁଷ୍ଟ ଲୋକକୁ ତୁମେ ଯଦି ଗୁରୁ କର, ତାହେଲେ ତୁମର ଭବିଷ୍ୟତ କିପରି ହେବ? ଆଜି ଲକ୍ଷ ଲକ୍ଷ ଲୋକ ତାଙ୍କର ପାଦ ଧୂଳି ମାଖିବା ପାଇଁ ଦୌଡ଼ୁଛନ୍ତି ଏବଂ ଦଲା ଚକଟାରେ ମରିଯାଉଛନ୍ତି। କି ଭୟଙ୍କର ଦୃଶ୍ୟ, କି ଭୟଙ୍କର ଗୁରୁ, କି ଭୟଙ୍କର ଶିଷ୍ୟ। ମନୁଷ୍ୟ ପରାଧୀନତାର କାରଣ କ'ଣ? ଭାରତ ମଧ୍ୟରେ ଯେତେବେଳେ ଏହି ଶିକ୍ଷା ସାଧନା ଭିତରେ ଧର୍ମ ନାମରେ ମନଗଢ଼ା ବିଷୟ ଗୁଡ଼ିକ, ମନଗଢ଼ା କାର୍ଯ୍ୟକ୍ରମ ଗୁଡ଼ିକ ଚାଲେ, ତାହେଲେ ମଣିଷ
ଭଲ ମଙ୍ଗଳ ହେବ ନା ଅମଙ୍ଗଳ ହେବ? ଅମଙ୍ଗଳ ହିଁ ହେବ। ମଙ୍ଗଳ କଦାପି ସମ୍ଭବ ନୁହେଁ। ଯଥାର୍ଥ ଆଧ୍ୟାତ୍ମିକ ବିଜ୍ଞାନ ରହିଛି, ତାକୁ ପରିତ୍ୟାଗ କରି ତମେ ଧର୍ମ ନାଁରେ ଏଭଳି ବିକୃତ କାର୍ଯ୍ୟକ୍ରମ ଗୁଡ଼ିକ ଏକ ପରେ ଏକ କରି ବସିବ, ତାହେଲେ ତୁମ ମଧ୍ୟରେ ପ୍ରେମର, ଏକତାର, ସହିଷ୍ଣୁତାର, ଶକ୍ତିର, ସାମର୍ଥ୍ୟର ଉତ୍ସ ଖୋଲିଯିବ ନା? ମଣିଷର ପରାଧୀନତାର ମୁଖ୍ୟ କାରଣ ହେଉଛି ଏକତା ଭଙ୍ଗ। ହିନ୍ଦୁ ଧର୍ମର ଏକତା ଭଙ୍ଗ କେତେବେଳେ ହେଲା? ଯେତେବେଳେ ଆମେ ଆମ ପ୍ରାଚୀନ ମୁନି ଋଷିଙ୍କର ବିଜ୍ଞାନ ସମ୍ମତ ପରୀକ୍ଷା ନିରୀକ୍ଷା ଓ ପରୀକ୍ଷା କରି ଏବଂ ସେହି ଶିକ୍ଷା ସାଧନା ପ୍ରଣାଳୀକୁ ପରିତ୍ୟାଗ କରି କେବଳ ନାଚରେ, ଗୀତରେ, ଭୂତରେ, ପ୍ରେତରେ ବିଶ୍ୱାସ କରିଲା ଏବଂ ଆମର ହିନ୍ଦୁମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଯେଉଁ ଭେଦ ଦର୍ଶନ ହିଁ ଆମର ପ୍ରଧାନ ପରାଧୀନତାର କାରଣ। କୌଣସି ସମ୍ପ୍ରଦାୟ ମଧ୍ୟରେ ଯେତେବେଳେ ଏକତାର ନଷ୍ଟ ହୁଏ, ସେହି ସମ୍ପ୍ରଦାୟ ଧ୍ୱଂସ ହୋଇଯାଏ, ନଷ୍ଟ ହୋଇଯାଏ ଏବଂ ଏଭଳି ଦୁଃଖ ପାଏ। କିନ୍ତୁ ସୌଭାଗ୍ୟର ବିଷୟ, ହିନ୍ଦୁ ଧର୍ମ ଦୀର୍ଘ 500 ପରାଧୀନତା ପରେ ମଧ୍ୟ ଆଜି ଭାରତ ହିନ୍ଦୁ ଧର୍ମ ନଷ୍ଟ ହୋଇନାହିଁ, କିନ୍ତୁ କେଲେଙ୍କାରୀମାନଙ୍କର ସଂଖ୍ୟା ବଢ଼ିଯାଇଛି। ଆମକୁ ଏହି କେଲେଙ୍କାରୀ କବଳରୁ, ଏହି ଦୁଷ୍ଟ ରାକ୍ଷସମାନଙ୍କର କବଳରୁ ହିନ୍ଦୁ ଧର୍ମକୁ ସୁରକ୍ଷା ଦେବାକୁ ପଡ଼ିବ। କେଲେଙ୍କାରୀମାନେ ପ୍ରବଚନ ନାମରେ ଲୋକମାନଙ୍କୁ ସମ୍ମାନ କାର୍ଯ୍ୟକ୍ରମ କରୁଛନ୍ତି। କେଉଁଠି ଗୋଟିଏ ସୂତ୍ରର ଶିକ୍ଷା ନାହିଁ ବା ସାଧନା ନାହିଁ। ମଣିଷ ମଧ୍ୟରେ ଗୁଣର ପରିବର୍ତ୍ତନ କୌଣସି ରହସ୍ୟ କାହାକୁ ହିଁ ଜଣା ନାହିଁ। କି ବିଭତ୍ସ ଅବସ୍ଥା, କି ବିକୃତ ଧରଣର ପ୍ରବଚନ ତାହା ଶୁଣୁଛନ୍ତି ନା? ଅଣ୍ଟା ହଲେଇ ନାଚୁଛୁ। ଏହା କ'ଣ କଲ୍ୟାଣକାରୀ? ଏହା କ'ଣ ଧର୍ମ? ଯେଉଁ ଗୀତ, ସଙ୍ଗୀତ, ଭକ୍ତି ନାଁରେ ଶୁଣୁଛୁ, ତାହା କ'ଣ ଧର୍ମ? ବିକୃତି, ଅନ୍ୟ ସାଧାରଣ ନା ଆଧ୍ୟାତ୍ମିକତାର, ନା ଦାର୍ଶନିକତାର, ନା ଭକ୍ତିର, ନା ପ୍ରେମର କୌଣସି ପ୍ରକାର ଶୃଙ୍ଖଳା ନଥାଇ ସଙ୍ଗୀତ ରଚନା କରିବା ହେଉଛି କି ବିକୃତି ତହିଁ ମଧ୍ୟରେ। ତାହା ଗାଇବାକୁ ଲଜ୍ଜା ଲାଗେ, ତାହା ଶୁଣିବାକୁ ଲଜ୍ଜା ଲାଗେ, କିନ୍ତୁ ଏହି ଅଜ୍ଞାନ ମୂର୍ଖ ମଣିଷମାନଙ୍କୁ ତାହା ଭଲ ଲାଗେ। ଅଣ୍ଟା ହଲାଇ ମଝି ଦାଣ୍ଡରେ ନୃତ୍ୟ କରୁଛନ୍ତି। ତାହା କ'ଣ ଧର୍ମ? ତାହା ହେଉଛି ସମ୍ମୋହନ। ଏହି ସମ୍ମୋହନ ତାହାକୁ ଧ୍ୱଂସର ଚରମ ସୀମାକୁ ନେଇଯିବ। ତେଣୁ ସଚେତନ ଆମେ କରୁ। ଶିକ୍ଷା ସାଧନା ଏଭଳି ବିକୃତି ପାଇଁ ନୁହେଁ, ଆମର ଶରୀର ମଧ୍ୟରେ ଗୁଣର ପରିବର୍ତ୍ତନ ପାଇଁ। ଆମର ଶରୀର ମଧ୍ୟରେ ଈଶ୍ୱରତ୍ୱକୁ ଦେବତ୍ୱରେ, ଦେବତ୍ୱକୁ ଈଶ୍ୱରତ୍ୱରେ ରୂପାନ୍ତର କରିବା ପାଇଁ ଶିକ୍ଷାର ଆବଶ୍ୟକତା ପଡ଼େ। ମନୁଷ୍ୟ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ଶିକ୍ଷା ସାଧନା ବିନା ତୁମର ଜୀବନ ବ୍ୟର୍ଥ ହୋଇଯାଉଛି। ତୁମେ ଦେଖିପାରୁନାହ, କାହିଁକି? ଦେଖିବାର ସାମର୍ଥ୍ୟ ନାହିଁ। ତୁମେ ଶୁଣିପାରୁନାହ, ଶୁଣିବାର ସାମର୍ଥ୍ୟ ନାହିଁ। ତୁମର ଭାବିପାରୁନାହ, ଭାବିବାର ସାମର୍ଥ୍ୟ ନାହିଁ। ସବୁ ଏହି କେଲେଙ୍କାରୀ ବାବାମାନେ ନଷ୍ଟ କରିଦେଇଛନ୍ତି। ଆମକୁ ପୁନଶ୍ଚ ହିନ୍ଦୁ ଧର୍ମକୁ ଜାଗୃତ ହେବାକୁ ପଡ଼ିବ ଏବଂ ସମଗ୍ର ଦେଶରେ ହିନ୍ଦୁତ୍ୱର ଭାବ ଭାଷାରେ ଆମକୁ ସମସ୍ତଙ୍କୁ ଏକତା ପାଶରେ ଆବଦ୍ଧ କରିବାକୁ ପଡ଼ିବ ଏବଂ ଆମର ଶକ୍ତି ସାମର୍ଥ୍ୟ ଆଗରେ ଅନ୍ୟମାନେ କେହି ଛିଡ଼ା ହୋଇପାରିବେ ନାହିଁ। ଏବେ ଭାରତକୁ ଆସିଥିବା ଲୁଣ୍ଠକମାନଙ୍କର ବୀଜ ଅଛି, ଯେଉଁମାନେ ପୁନଶ୍ଚ ଆମର ଅନିଷ୍ଟ କରିବାର ଚିନ୍ତା ଘଟାଇଛନ୍ତି। ତେଣୁ ହିନ୍ଦୁମାନେ ଏକତ୍ରିତ ହେବା ଏକାନ୍ତ ଆବଶ୍ୟକ ଏବଂ ଆମର ପ୍ରାଚୀନ ଶିକ୍ଷା ସାଧନା
ଏହି କେଲେଙ୍କାରୀ ଗୋଷ୍ଠୀମାନଙ୍କ ପାଖକୁ ନ ଯିବା ପାଇଁ ସଚେତନ ହେବା ଦରକାର। ଆମକୁ ଏଭଳିଆ ଶିକ୍ଷା ଦରକାର, ଏଭଳିଆ ସାଧନା ଦରକାର, ଯାହାକୁ ଆମ ଶରୀର ମଧ୍ୟରେ ପ୍ରତ୍ୟେକ ଗୁଣକୁ, ପ୍ରତ୍ୟେକ ଅଣୁକୁ ପରମାଣୁ ରୂପରେ ଏବଂ ଗୁଣକୁ ସାତ୍ଵିକ ଗୁଣ ରୂପରେ ରୂପାନ୍ତର କରିବାର ସାମର୍ଥ୍ୟ ଥିବ ଏବଂ ସୂତ୍ର ଥିବ ଏବଂ ବିଜ୍ଞାନ ଥିବ ଏବଂ ରହସ୍ୟମୟ ଭାବ ଥିବ। ଆମେ ଏହିପରି ଶିକ୍ଷା, ଏହିପରି ସାଧନାକୁ ଗ୍ରହଣ କରୁଛୁ ଏବଂ ଜଗତରକୁ ବାରମ୍ବାର କହିବୁ ଯେ ଆମ ହିନ୍ଦୁ ଧର୍ମ ଶ୍ରେଷ୍ଠ ଥିଲା, ଶ୍ରେଷ୍ଠ ଅଛି ଏବଂ ଭବିଷ୍ୟରେ ଶ୍ରେଷ୍ଠ ରହିବ। ଖାଲି ଏହି କେଲେଙ୍କାରୀ ବାବାମାନଙ୍କ କବଳରୁ ଏହାକୁ ସୁରକ୍ଷା କଲେ ଆମେ ହିନ୍ଦୁ ଧର୍ମର ପୂର୍ବ ଗୌରବରେ ଅସଂଖ୍ୟ ଲୋକଙ୍କୁ କୈବଲ୍ୟ ଧାମକୁ ପହଞ୍ଚାଇ ଦେଇପାରିବୁ। ଏହା ଗପ ନୁହେଁ, କାହାଣୀ ନୁହେଁ ବା ପ୍ରବଚକ ନୁହେଁ, ଏଟା ଆପ୍ତବାଣୀ। ଓଂ ଶ୍ରୀ ଶ୍ରୀ ରାମକୃଷ୍ଣାୟ ନମଃ।